ନା ଆଦାନୀର ଆପଣ ଯଦି ଗ୍ରୋଥ୍ ଷ୍ଟୋରି ଦେଖିବେ ତାହେଲେ 2014 ରୁ 2024 ଭିତରେ ଯେପରି ଭାବରେ ଗୋଟେ 20,000 କୋଟି ଟଙ୍କାର କମ୍ପାନୀ ପାଖାପାଖି 2 ଲକ୍ଷ ঊର୍ଦ୍ଧ୍ୱ କୋଟି ଟଙ୍କାର କମ୍ପାନୀରେ ପରିଣତ ହେବା 10 ଗୁଣ ବୃଦ୍ଧି ହେବା ପୃଥିବୀ ଇତିହାସରେ ବହୁତ କମ୍ ଏଭଳି କମ୍ପାନୀ ଗ୍ରୋଥ୍ ହେଇଛି ଏବଂ ଇଣ୍ଡିଆର ତ ଏହା ଗୋଟେ ବିରଳ ଦୃଶ୍ୟ ଏବଂ ସବୁବେଳେ ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ଇଣ୍ଡିଆ ମେଣ୍ଟ ୟା ଉପରେ ଅଭିଯୋଗ କରି ଆସୁଥିଲେ ଏବଂ ଗତକାଲିର ଗୋଟେ ଆମେରିକାର ଫେଡେରାଲ କୋର୍ଟ ତା ରାୟ ଶୁଣାଇଲା ପରେ ଏହା ପ୍ରାୟ ସ୍ପଷ୍ଟ ହୋଇସାରିଛି ଏବଂ ଯାହା ବି ଓଡ଼ିଶା ପରିପ୍ରେକ୍ଷୀରେ ବାହାରିବ ବିଜୁ ଜନତା ଦଳ ତାର ତର୍ଜମା କରିବ ଏବଂ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେବ ନା ସେଟା ଆମେ ଦେଖିବୁ ସେ ବିଷୟରେ ଆଲୋଚନା କରିବୁ ଯେ ଆଦାନୀ ଉପରେ ଯେଉଁ ଅଭିଯୋଗ ଆସିଛି ସେ ଅଭିଯୋଗର ସତ୍ୟାସତ୍ୟ କ'ଣ ବିଶେଷ କରି ଓଡ଼ିଶା ପରିପ୍ରେକ୍ଷୀରେ ଆଉ ଯାହା ଠିକ୍ ହେବ ଓଡ଼ିଶାର ହିତ ପାଇଁ ଓଡ଼ିଶାବାସୀଙ୍କର ହିତ ପାଇଁ ଯାହା ଠିକ୍ ହେବ ଆମେ ତଦନୁରୂପ ନିଷ୍ପତ୍ତି ନେବୁ ନା ନା ବିଲକୁଲ ନାହିଁ ଆମର ଆଦାନୀ ସହିତ କୌଣସି ପ୍ରକାର ଲିଙ୍କ ନଥିଲା ସେ ଗୋଟେ ଇଣ୍ଡଷ୍ଟ୍ରିଆଲ ହାଉସ୍ ହବ୍ ଏବଂ ସେ ବିଭିନ୍ନ କ୍ଷେତ୍ରରେ ଇନଭେଷ୍ଟମେଣ୍ଟ କରିବା ପାଇଁ ଓଡ଼ିଶା ଆସିଥିଲେ କିନ୍ତୁ ଇଏ ସ୍ପଷ୍ଟ ଭାରତବର୍ଷରେ ଯେ ଆଦାନୀଙ୍କ ସହିତ ଭାରତୀୟ ଜନତା ପାର୍ଟିର ଏବଂ ମୋଦିଙ୍କର ସିଧାସଳଖ ଲିଙ୍କ ଅଛି ପୂର୍ବରୁ ମଧ୍ୟ ପ୍ରମାଣ ହେଇସାରିଛି